ମାଣ୍ଡିଆ ଦୁର୍ନୀତି ହେଇଛି ତାକୁ ନେଇ କ'ଣ? ମାଣ୍ଡିଆ ଦୁର୍ନୀତି ହେଇଛି 2 ମାସ ପୂର୍ବରୁ ହେଇଛି ବୋଲି ଶୁଣାଯାଉଛି। ତାକୁ ମୁଁ ଅନୁଧ୍ୟାନ କରିବି ଆଉ ଯଦି ପ୍ରକୃତରେ ସେଥିରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ନିଶ୍ଚିତ ଭାବରେ ଦୃଢ଼ ପଦକ୍ଷେପ ନିଆଯିବ। ନାଇଁ ତଦନ୍ତ ଗୋଟେ ସ୍କ୍ୱାଡ୍ ପଠେଇବି ରାଜ୍ୟରୁ, ତୁରନ୍ତ ସ୍କ୍ୱାଡ୍ ଆସିବ, ଡିଟେଲ ଅନୁଧ୍ୟାନ କରିବ ଆଉ ଆକ୍ସନ୍ ନେବ। ଡେରି ହେବନି। ସେଇଟା ମଧ୍ୟ ମୋ ନଜରକୁ ଆସିଛି, ସେଟାକୁ ମଧ୍ୟ ଆମେ ଅନୁଧ୍ୟାନ କରିବୁ। ଯଦି ପ୍ରକୃତରେ ସେମିତି କିଛି ହେଇଥିବ ତାହେଲେ ମଧ୍ୟ ମାନେ ତଲବ କରାଯିବ, ତାଙ୍କୁ ସୋକଜ ମଗାଯିବ। ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ଯେଉଁଟା ଫଲ୍ସ କାର୍ଡ଼, ଆଉ ସେ ଜାଗାରେ ଆମେ ନୂଆ ହିତାଧିକାରୀଙ୍କୁ ଚୟନ କରିବୁ ତୁରନ୍ତ ଦେବୁ। ଆମେ ଦେଖିବୁ ଯିଏ ପବ୍ଲିକକୁ ଅଶାନ୍ତି କରିବ, କାର୍ଯ୍ୟକଳାପ ଠିକ୍ ନଥିବ, ଆମେ ନିଶ୍ଚିତ ଭାବରେ ତାଙ୍କୁ ଏଠୁ ବିଦା କରିବୁ, ଅଲଗା ଅଫିସର ଆମେ ଦେବୁ ଯିଏ ଲୋକଙ୍କୁ ସେବା। ସେଇଟା ତ ଇଲେକ୍ସନ୍ ପୂର୍ବର କଥା, ତ ଏବେ ଆମ ସଂଜ୍ଞାନକୁ ଆସୁଛି, ଆମେ ତାକୁ ଅନୁଧ୍ୟାନ କରିବୁ ଆଉ ସେଥିରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ ଆମେ ତାକୁ ନିଶ୍ଚିତ ଭାବରେ ଦଣ୍ଡିତ କରିବୁ। ପୂର୍ବରୁ ଯେଉଁ ବିଜେଡି ସରକାର ଯୋଉ ତଦନ୍ତକୁ ଚାପି ଦେଉଥିଲେ, ବର୍ତ୍ତମାନ ବିଜେପି ସରକାର କ'ଣ ତାକୁ ତଦନ୍ତକୁ ଚାପି ଦେବେ ନା ସମାନ ରହିବେ ନା? ଆମେ ଚାପିବାର ପ୍ରଶ୍ନ ଉଠୁନାହିଁ, କାହିଁକି ନା ଇଏ ଯେଉଁ ପାପ ହେଇଛି ଏ ପାପ ବିଜେଡି ଅମଳରେ ପାପ ହେଇଛି, ଆମେ କାହିଁକି ଚାପିବୁ? ତେଣୁ ନିଶ୍ଚିତ ଭାବରେ ଧରା ପଡ଼ିବେ, ଯେଉଁମାନେ ବି କରିଥିବେ ଧରା ପଡ଼ିବେ ଏବଂ ଦଣ୍ଡିତ ମଧ୍ୟ ହେବେ।